ବିବାଦଯୁକ୍ତ ଭୋଜରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ କଳେକ ଶୁଷ୍କ ଅନ୍ନ ଭଲ। ବିବାଦଯୁକ୍ତ ଭୋଜରେ, ବିବାଦଯୁକ୍ତ ମାନେ ଯେଉଁ ଜାଗାରେ ଯେଉଁ ଘରେ ବିବାଦ ଲାଗିଥିବ, ପାଇଁ ଝଗଡ଼ା ଲାଗିଥିବ, ଯଦି ଆମେ ପୂର୍ଣ୍ଣ ଭାବରେ ଭୋଜନ ସେଠି ମିଳିବ, କିନ୍ତୁ ସେଇ ବିବାଦଯୁକ୍ତ ଭୋଜ ଗୃହ ପରିତ୍ୟାଗ କରି ଶାନ୍ତିରେ ରହିବା ପାଇଁ ସମ୍ପୂର୍ଣ୍ଣ ଦୂରେଇ ରହି ଶାନ୍ତି ସହିତ ଗୋଟେ କଳେକ ଶୁଷ୍କ ଅନ୍ନ, ଶୁଖିଲା ଭାତ ବରଂ ଖାଇକି ରହିବ, ବିବାଦଯୁକ୍ତ ଗୃହରେ ରହିବ ନାହିଁ। ଯେଉଁ ଦାସ ବୁଦ୍ଧିପୂର୍ବକ ଚଳେ ସେ ଲଜ୍ଜାଦାୟୀ ପୁତ୍ର ଉପରେ କର୍ତ୍ତୃତ୍ୱ କରେ। ଯେଉଁ ଦାସ ବୁଦ୍ଧିପୂର୍ବକ ଚଳିଲା, ଯିଏ ଯେଉଁ ଦାସ ସେ ଜ୍ଞାନରେ ଚାଲିଲା, ବୁଦ୍ଧିରେ ଚାଲିଲା, ଚିନ୍ତା କରିକି ତାର ପ୍ରଭୁଙ୍କ ଉପରେ ଭରସା ରଖିକି ପ୍ରଭୁଙ୍କ ନିୟମ ଆଣି ଚଳିଲା, ସେ ଲଜ୍ଜାଦାୟୀ ପୁତ୍ର ଉପରେ କର୍ତ୍ତୃତ୍ୱ କରିବ। ପୁଣି ଭାଇମାନଙ୍କ ସାଙ୍ଗରେ ଅଧିକାର ବାଣ୍ଟ ପାଇବ। ଭାଇମାନଙ୍କ ସାଙ୍ଗରେ ଯାହା ତାର ଭାଗ ପାଇବା କଥା ସେ ପାଇପାରିବ। ତେବେ କୋଇରେ ରୂପାର ଓ ଉମ୍ମାଇରେ ସୁନାର ପରୀକ୍ଷା ହୁଏ। କୋଇରେ ରୂପାର ଓ ଉମ୍ମାଇରେ ସୁନାର ପରୀକ୍ଷା ହେଇଥାଏ। ମାତ୍ର ସଦାପ୍ରଭୁ କ'ଣ କରନ୍ତି ନା ସଦାପ୍ରଭୁ ହୃଦୟ ସବୁ ତୋଉଲନ୍ତି। ମାତ୍ର ସଦାପ୍ରଭୁ ହୃଦୟ ସବୁ ତୋଉଲନ୍ତି। କୁକ୍ରିୟାକାରୀ ଲୋକ ଦୁଷ୍ଟ ଓଷ୍ଟାଧରର କଥା ଶୁଣେ। କୁକ୍ରିୟାକାରୀ ଯିଏ ଖରାପ କାମ କରେ, ଆଉ ସିଏ କ'ଣ କରିବ ନା ଯେଉଁ ଲୋକ ଦୁଷ୍ଟ ଭାବରେ ଆଲୋଚନା କରୁଥିବ, ସେ ତା କଥା ଶୁଣିବ। ପୁଣି ମିଥ୍ୟାବାଦୀ ହିଂସ୍ର ଯିବାରେ କର୍ଣ୍ଣପାତ କରେ। ଯେଉଁମାନେ ମିଥ୍ୟାବାଦୀ ଭାବରେ କଥାବାର୍ତ୍ତା କରୁଥିବେ ତାଙ୍କର ହିଂସ୍ର ଯିବାରେ ସିଏ କ'ଣ କରିବ ନା କର୍ଣ୍ଣପାତ କରି ଶୁଣିବ। ଯେଉଁ ଲୋକ ଦରିଦ୍ରକୁ ପରିହାସ କରେ, ଯିଏ ଦରିଦ୍ରକୁ ଗରିବ ଲୋକକୁ ପରିହାସ କଲା, ଆଉ ସେ ତାର ସୃଷ୍ଟିକର୍ତ୍ତାକୁ ସେ ନିନ୍ଦା କଲା। ତେବେ ଦରିଦ୍ର ଗରିବ ଲୋକକୁ ଜଣେ ପରିହାସ କଲେ, ତାମସା କଲେ, ଥଟ୍ଟା କଲେ, ସେ ତାର ସୃଷ୍ଟିକର୍ତ୍ତାକୁ ସେ ନିନ୍ଦା କରୁଛି। ସୃଷ୍ଟିକର୍ତ୍ତାକୁ ନିନ୍ଦା କରେ। ପୁଣି ବିପଦରେ ଯେ ଆନନ୍ଦ କରେ ସେ ଅଦଣ୍ଡିତ ରହିବ। ବିପଦରେ ଯିଏ ଆନନ୍ଦ କଲା, ଦୟାକରି ଫ୍ୟାନ୍ଟା ଦିଅ, କିଛି ଅସୁବିଧା ନାହିଁ, ଫ୍ୟାନ୍ଟା ଦିଅ, ଦୟାକରି ଫ୍ୟାନ୍ ଦିଅ, मैं इधर भी नहीं होता, कोई प्रॉब्लम नहीं, फैनटा दियो। जो लोग दरिद्र को परिहास करे से तार सृष्टिकर्ता निंदा करे। जी दरिद्र को गरीब दिनहीन दरिद्र लोक को कौन कला ना से थट्टा करे, परिहास करे, से तार सृष्टिकर्ता को निंदा करे। तार सृष्टिकर्ता को से कौन करे ना प्रभु को ईश्वर को से निंदा करे। तेरे पुणी विपदरे जे आनंद करे से अदंडित रही ना। विपद विपद पड़े लोक मैंने सब कौन करती ना ही तार विपद पड़ी लोक मैंने खुशी हाँ, लोक मैंने कौन करती ना से माने आनंद करती। केते ना विपद पड़े लोक मैंने खुशी हूँ आनंद करती, किंतु प्रभु को दृष्टि यहाँ हवा कथा नुहे। तेरे सी कौन कर जदि आनंद कर जड़े लोक गोटे परिवार विपद पड़ू आउ जन आनंद कला सी दंड पाइब, सी तार ताकू मरण हटो। कारण प्रभुंर वाक्य अनुसार जदि जड़े प्रभुक वाक्य को विरोध कला, जीवंत ईश्वर वाक्य को जड़े विरोध कले तार मरण हटो। जड़े आम देखु प्रभुक वाक्य लेखा हो पिला माने जदि बापा माँ को विरोध करेंगे से विपद घटो बा अभिशाप पाइबे। से तेज अभिशापर पात्र होगी रे से दुख शांति रही पारे ना। तेरे आम ये देखुचु 6 पदरे आम ये देखु लेखा संतान गणर संतान माने वृद्ध लोक मानकर मुकुट। संतान गणर संतान माने संतान गण पुणी तांको संतान माने पुणी तांको संतान माने माने पितृ संतान गौरव
ସେମାନଙ୍କର ପିତୃଗଣ ଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ। ତାହେଲେ ସନ୍ତାନ ଗଣ ତାଙ୍କ ସନ୍ତାନ ତାଙ୍କର ଜେଜେବାପାଙ୍କର କ'ଣ ହେବ ନା ଜେଜେବାପା ଜେଜେମାଙ୍କର ହେବ ମୁକୁଟ ସ୍ୱରୂପ ଲେଖା ହେଇଛି। ମୁକୁଟ ଲୋକମାନଙ୍କର ମୁକୁଟ, ବୃଦ୍ଧ ଲୋକମାନଙ୍କର ମୁକୁଟ। ଏହି ସନ୍ତାନମାନଙ୍କର ଗୌରବ ସେମାନଙ୍କର ପିତୃଗଣ। ସନ୍ତାନମାନଙ୍କର ଗୌରବଟା ତାଙ୍କ ପିତୃଗଣ। ବାକ୍ପଟୁ ଓଷ୍ଠ ମୂଢ଼ର ଅନୁପଯୁକ୍ତ। ବାକ୍ପଟୁ ଓଷ୍ଠ ମାନେ ଯିଏକି ମାନେ ଅଡ଼ୁଆ ଭାବରେ କଥାବାର୍ତ୍ତା କଲା, ସେ ଓଷ୍ଠଟା ହେଉଛି ମୂଢ଼ର ଅନୁପଯୁକ୍ତ। ମୂଢ଼ ଜଣେ ଅଗଡ଼ ବଗଡ଼ କଥାବାର୍ତ୍ତା ଗଡ଼ବଡ଼ କଥାବାର୍ତ୍ତା କରିବ, ଠିକ୍ ଭାବରେ କଥାବାର୍ତ୍ତା କରିବ ନାହିଁ, ତା ନିଜ ଇଚ୍ଛା ଅନୁସାରେ କଥାବାର୍ତ୍ତା କରିବ। ଆଉ ସେଇଟା ହେଉଛି ମାନେ ମୂଢ଼ ଲୋକମାନେ ସେସବୁ କଥାବାର୍ତ୍ତା କରନ୍ତି, ସେଇଟା ହେଉଛି ଅନୁପଯୁକ୍ତ, ନଟ ଉପଯୁକ୍ତ ନୁହେଁ। ତେଣୁ ମୂଢ଼ମାନଙ୍କର କଥାବାର୍ତ୍ତାଟା ଆମେ ଶୁଣିବା ଉଚିତ ନୁହେଁ। ତେଣୁକରି ମୋର ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀ ପରିବାର, ପ୍ରତ୍ୟେକ ପାଷ୍ଟର ମିଶନାରୀ, ପ୍ରତ୍ୟେକ ଯେଉଁମାନେ ଲିଡ଼ରମାନେ ସବୁ ଅଛନ୍ତି, ପ୍ରଭୁଙ୍କର ମହାଦାସମାନେ, ବିଶପ୍ ମାନେ, ସେମାନେ ମୂଢ଼ମାନଙ୍କର କଥା ଶୁଣନ୍ତି ନାହିଁ, କାରଣ ସେମାନେ ପ୍ରଭୁଙ୍କ ବାକ୍ୟ ଅନୁସାରେ ଚାଲନ୍ତି। ସେଥିପାଇଁ ସେମାନଙ୍କୁ ପ୍ରଭୁ ଉଠେଇଛନ୍ତି ଏବଂ ଆଶୀର୍ବାଦ କରିଛନ୍ତି। ତେବେ ଯେଉଁମାନେ ଆଜି ପାଷ୍ଟର ହେଇଛନ୍ତି, ପ୍ରଭୁ ସେମାନଙ୍କୁ ସିଲେକ୍ଟେଡ଼ କରିଛନ୍ତି, ନିଯୁକ୍ତ କରିଛନ୍ତି ପାଷ୍ଟର ଭାବରେ। ତେବେ ସେଇ ପାଷ୍ଟରମାନେ ମୂଢ଼ ଲୋକମାନଙ୍କର ବିଷୟ ଶୁଣନ୍ତି ନାହିଁ ବେଶୀ, ତଥାପି ସେମାନଙ୍କ ପାଇଁ କିନ୍ତୁ ସେମାନଙ୍କର ପ୍ରେମରେ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ଯେପରି ଜଣେ ମୂଢ଼ ସେ ତା'ର ଜୀବନ ପରିବର୍ତ୍ତନ କରି ଉଦ୍ଧାର ପାଇବ। ତେବେ ଏଠି ଲେଖା ଅଛି ମିଥ୍ୟାବାଦୀ ଓଷ୍ଠାଦର 20 ଅନୁପଯୁକ୍ତ। ମିଥ୍ୟାବାଦୀ ଓଷ୍ଠଟା ସବୁଠାରୁ ବଡ଼ ମାରାତ୍ମକ। ତେଣୁ ମିଥ୍ୟାବାଦୀ ଓଷ୍ଠ ପରିତ୍ୟାଗ କରିବା ପାଇଁ ପଡ଼ିବ। ଗ୍ରାହକର ଦୃଷ୍ଟିରେ ଦାନ ବହୁମୂଲ୍ୟ ମଣିତୁଲ୍ୟ। ଗ୍ରାହକର ଦୃଷ୍ଟିରେ ଦାନ ବହୁମୂଲ୍ୟ ମଣିତୁଲ୍ୟ। ଜଣେ ଯଦି ପାଉଛି ଦାନ, ଜଣେ ଗ୍ରାହକ ବା ଜଣେ ଗରିବ ଲୋକ ବା ଜଣେ ଦରିଦ୍ର ଲୋକ ଯଦି କିଛି ଦାନ ପାଉଛି, ତାହେଲେ ସେଇ ଦାନଟା ତା ପାଇଁ ବହୁମୂଲ୍ୟ। ଜଣେ ପାଷ୍ଟର ବା ପ୍ରଭୁଙ୍କର ଲୋକ, ପାଷ୍ଟରମାନେ, ମିଶନାରୀମାନେ ଯେତେବେଳେ କିଛି ପ୍ରଭୁଙ୍କର ଧନୀ ଲୋକମାନେ ସେମାନେ ଦାନ ଦିଅନ୍ତି, କିଛି ତାକୁ ଅଫରିଂ ଦିଅନ୍ତି 5,000 10,000 ଟଙ୍କା, ସେଇଟା ସେଇ ପାଷ୍ଟରମାନଙ୍କ ପାଇଁ ମଧ୍ୟ ଗୋଟେ ବହୁମୂଲ୍ୟ। ଆଉ ଲେଖା ଅଛି ବହୁମୂଲ୍ୟ ମଣିତୁଲ୍ୟ। ମଣି ମାନେ ବହୁତ ଦାମ, ତେଣୁକରି ମଣିତୁଲ୍ୟ ତା ଯେଉଁ ଦିଗରେ ଫେରେ ସେଇ ଦିଗରେ ସଫଳ। ସେଇ ଅର୍ଥଟା ବା ସେଇ ଟଙ୍କାଟା ଯେତେବେଳେ ପାଷ୍ଟରମାନେ ପାଉଛନ୍ତି ବା ମିଶନାରୀମାନେ ପାଉଛନ୍ତି ବା ଗରିବ ଲୋକମାନେ ପାଉଛନ୍ତି, ସେ ଯେଉଁ ଦିଗରେ ସେଇଟା ଖର୍ଚ୍ଚ ହୁଏ ତା ସଫଳତାର ହୁଏ ବୋଲି ଆମେ ଏଠି ଦେଖୁଛୁ। ତା ସଫଳ ହୁଏ, କୌଣସି ବିଫଳ ହୁଏ ନାହିଁ। ସେ ସଫଳତାର ସହିତ ସେଇ ଟଙ୍କାଟା ଖର୍ଚ୍ଚ ହୋଇଯାଏ, ଯଦ୍ୱାରା ସେଇ ପରିବାର ବହୁମୂଲ୍ୟ ଭାବେ ବହୁଳ ଭାବେ ସେମାନେ ଉପକାର ପାଇଥାନ୍ତି ଏବଂ ଆଶୀର୍ବାଦ ମଧ୍ୟ ପାଇଥାନ୍ତି। 9 ପଦରେ ଦେଖୁଛୁ ଯେ ଅଧର୍ମ ଢାଙ୍କେ ସେ ପ୍ରେମ କରିବ। ଅଧର୍ମ ଆମକୁ କ'ଣ କରିବା ପାଇଁ ପଡ଼ିବ ନା ଢାଙ୍କିବା ପାଇଁ ପଡ଼ିବ। ଅଧର୍ମ ଢାଙ୍କିବା। ତାପରେ ପ୍ରେମ ଖୋଜେ, ଯେ ଅଧର୍ମ ଢାଙ୍କେ ସେ ପ୍ରେମ ଖୋଜେ। ଯେଉଁ ଲୋକ ଅଧର୍ମକୁ ଢାଙ୍କିଲା ବା ଚପେଇଲା, ମାନେ ସେ ଅଧର୍ମ ବିଷୟରେ ଆଉ ଅଧର୍ମ ନ କରିବା ପାଇଁ ଇଚ୍ଛା କଲା, ଆଉ କରିବ ନାହିଁ, ସିଏ ପ୍ରେମ ଖୋଜେ ବା ମନୁଷ୍ୟମାନଙ୍କଠାରୁ ଭଲ ପାଇବା, କେମିତି ମଣିଷମାନେ ଭଲ ପାଇବେ, ପ୍ରଭୁ ତାକୁ ଭଲ ପାଇବେ, ସେଥିପାଇଁ ସେ ଅଧର୍ମଟା ସେ କରେ ନା। ଅଧର୍ମଟା ସେ ବିତାଡ଼ିତ କରିଦିଏ। ମାତ୍ର ସେ ଗୁଣପୂର୍ଣ୍ଣ ଗୋଟେ କଥା ଉତ୍ଥାପନ କରେ, ସେ ବିଶେଷ ମିତ୍ରଗଣକୁ ବିଭିନ୍ନ କରେ। ମାତ୍ର ଯେ ପୁଣି ଗୋଟିଏ କଥା ବାର ଯଦି ଆମେ କହିବା, ତାହେଲେ ଆମର ମିତ୍ରମାନେ, ବନ୍ଧୁମାନେ କ'ଣ ହେବେ ନା ବିଭିନ୍ନ ହେଇଯିବେ। ମୂର୍ଖକୁ 100 ମାଡ଼ ଅପେକ୍ଷା ବୁଦ୍ଧିମାନଙ୍କୁ ପଦେ ଅନୁଯୋଗ ଅଧିକ କାଟେ। ଜଣେ ମୂର୍ଖ ଲୋକ, ତାକୁ ସେ 100ଟା ମାଡ଼ ତାକୁ ଦେଲେ ସିଏ କିଛି ସେ ତାକୁ କାଟିବ ନାହିଁ। କିନ୍ତୁ ବୁଦ୍ଧିମାନ, ଜଣେ ଜ୍ଞାନୀ ଲୋକ, ଜଣେ ବୁଦ୍ଧିମାନ ଲୋକ ବୁଦ୍ଧିମାନଙ୍କୁ ପଦେ ଅନୁଯୋଗ ଅଧିକ
ତାକୁ କାଟିବ ବା ସେ ସେଇ ଅନୁଯୋଗ ପାଇକି ସେ ଠିକ୍ ଭାବରେ ସେ ଚାଲିବ। ଦୁର୍ଜନ କେବଳ ବିଦ୍ରୋହ ଖୋଜେ। ଦୁର୍ଜନ ମାନେ ଯିଏ କାମ କରିବେ, ଖରାପ କାମ କରେ, ଖରାପ କାମ, ଖରାପ ବାକ୍ୟ, ଖରାପ କଥାବାର୍ତ୍ତା କରେ, ଖରାପ ଭାବରେ ସେ ବ୍ୟବହାର କରେ ଲୋକମାନଙ୍କୁ, ସେ ଖାଲି କେବଳ ବିଦ୍ରୋହ କରିବ। କେଉଁଠି ଝଗଡ଼ା ଲାଗୁଛି, କେଉଁଠି ବିଦ୍ରୋହ ହେଉଛି, ଆଉ ତାକୁ ଭଲ ଲାଗିବ, ସିଏ ସେଠି ବିଦ୍ରୋହ କରିବ, ଝଗଡ଼ା କରିବ, ପାଟିତୁଣ୍ଡ କରିବ। ଆଉ ସେଇଟା ସେ ଖୋଜେ, କେମିତି କାହାକୁ ହଇରାଣ କରିବ, ଆଉ କାହା ବିରୁଦ୍ଧରେ ଯିବ, ସେଇଟା ସେ ଖୋଜେ। କାହା ବିରୁଦ୍ଧରେ ବିଭିନ୍ନ ପ୍ରକାର କଥା କହିବ, ସେଇଟା ସେ ଖୋଜେ। କାରଣ ସେ ଦୁଷ୍ଟ ଲୋକ। ଦୁର୍ଜନ ମାନେ ସେ ବିଦ୍ରୋହ ଖୋଜିବ, ବିଦ୍ରୋହକୁ ତାକୁ ଭଲ ପାଏ। ତେଣୁକରି ତାକୁ କେଉଁଟା ସେଇ ବିଦ୍ରୋହଟା ଯଦ୍ୱାରା ତାକୁ ଭଲ ଲାଗିବ, ସେଥିପାଇଁ ସେ ବିଦ୍ରୋହ ଖୋଜେ। ଏଣୁ ତାହା ବିରୁଦ୍ଧରେ ନିଷ୍ଠୁର ଦୂତ ପଠାହବ। ଯେଉଁ ଆମେ ଦେଖୁଛୁ ଯେ ଦୁର୍ଜନ ଲୋକ, ସେ ଜଣେ ଦୁଷ୍ଟ ଲୋକ ବା ସେ ବିଦ୍ରୋହ ଖୋଜୁଛି, ବିଦ୍ରୋହକୁ ଭଲ ପାଉଛି, ତା ବିରୁଦ୍ଧରେ ତା ପାଇଁ ଅଭିଶାପ ଅଛି। ତା ବିରୁଦ୍ଧରେ ପଠାଯିବ, ମାନେ ଲେଖା ଅଛି ଯେ ନିଷ୍ଠୁର ଦୂତ ପଠାଯିବ। ନିଷ୍ଠୁର ଦୂତ ପଠାଯିବ ଯଦ୍ୱାରା ତାକୁ ଯାଇକି ତାର ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିଦେବ, ତାର ପରିବାରକୁ ମଧ୍ୟ ବିନାଶ କରିବା ପାଇଁ ଆଉ କରିଦେଇପାରେ। ତେବେ ଆମେ ସାବଧାନ ହେବା ଆବଶ୍ୟକ ଯେ ଆମେ ବିଦ୍ରୋହକୁ ଆମେ ବନ୍ଦ କରିବା ଦରକାର, ବା ଦୁର୍ଜନ ବିଷୟ ବା ଯେଉଁଟା ଦୁଷ୍ଟ କାର୍ଯ୍ୟ ଚାଲିଛି ବର୍ତ୍ତମାନ ଆମେ ତାକୁ ବନ୍ଦ କରିବା ଆବଶ୍ୟକ, ବା ସେଥିରେ ଆମେ ଭାଗ ନେବା ଉଚିତ ନୁହେଁ। ତେଣୁକରି ଆମେ ଏଠି ଦେଖୁଛୁ ଆଉ ଗୋଟେ ମଧ୍ୟ ଲେଖା ଅଛି ଯେ 12 ପଦରେ, ଛୁଆ ହରା ଭଲୁକି ପଛେ ମନୁଷ୍ୟକୁ ଭେଟୁ, ନିଜ ଅଜ୍ଞାନତାରେ ମଗ୍ନ ମୂର୍ଖ ନ ହେଉ। ଛୁଆ ହରା ଭଲୁକି, ଛୁଆ ହରା ମାନେ ଯିଏକି ଛୁଆ ହାରି ଦେଇଛି, ଯେଉଁକି ଭାଲୁ, ପଛେ ମନୁଷ୍ୟକୁ ଭେଟୁ, ନିଜ ଅଜ୍ଞାନତାରେ ମଗ୍ନ ମୂର୍ଖ ନ ହେଉ। ନିଜ ଅଜ୍ଞାନତାରେ ଗୋଟେ ମୂର୍ଖ ଲୋକକୁ ନ ଭେଟୁ ବୋଲି ଏଠି କହିଲେ। ଗୋଟେ ଭାଲୁକୁ ଭେଟୁ, ଯିଏକି ଛୁଆ ହରା ଭାଲୁକୁ, କିନ୍ତୁ ଜଣେ ମୂର୍ଖ ବା ମଗ୍ନ ମୂର୍ଖ, ଯେଉଁଟାକି ତା'ର କିଛି ଜ୍ଞାନ ବୁଦ୍ଧି ନାହିଁ, ମୂର୍ଖତାରେ ଚାଲିଛି ନିଜ ଇଚ୍ଛା ଅନୁସାରେ, ଆଉ ସେଇ ମୂର୍ଖ ଲୋକକୁ ଆମେ ନ ଭେଟୁ ବୋଲି, ମିଟ୍ ନ କରୁ, ବା ତାଙ୍କ ପାଖ ଦେଇ ନ ଯାଉ, ବା ସେ ଆମ ପାଖକୁ ନ ଆସୁ, ସେଇଟା ଆମର ଆମେ ଭେଟିବା ଉଚିତ ନୁହେଁ, ବା ତାକୁ ମିଟ୍ କରିବା ଆବଶ୍ୟକ ନୁହେଁ। 13 ପଦରେ ଲେଖା ହେଉଛି, ଯେଉଁ ଲୋକ ଭଲ ବଦଳେ ମନ୍ଦ କରେ, ତାର ଗୃହକୁ ମନ୍ଦ କରି ଛାଡ଼ିବ। ଯେଉଁ ଲୋକ ଭଲ ବଦଳେ, ଭଲ କାମଟା ଛାଡ଼ିକି ଯେଉଁ ଲୋକ ମନ୍ଦ କଲା ବା ଖରାପ କଲା, ଭଲ କାମ ଭଲ କଥାବାର୍ତ୍ତା କରିକି ଛାଡ଼ିକିରି ଖରାପ କଥାବାର୍ତ୍ତା କଲା, ଭଲ ବିଷୟ ଛାଡ଼ିକିରି ସେ ମନ୍ଦ ବିଷୟରେ ଲାଗିଲା, ଲେଖା ଅଛି ଯେ ତାର ଗୃହକୁ କେବେ ମନ୍ଦ କେବେ ଛାଡ଼ିବ, ତାର ଗୃହରୁ କେବେ ମନ୍ଦ ଛାଡ଼ିବନି। ଯଦି ଜଣେ ଲୋକ ସବୁବେଳେ ପାଇଁ ଖରାପ ଭାବରେ ଚାଲିଲା, ମନ୍ଦ କାର୍ଯ୍ୟ କଲା, ବା ଦୁଷ୍ଟାମି କାମ କଲା, ବା ସେ ତାର ନିଜ ଇଚ୍ଛାରେ ଚାଲିଲା, ତେଣୁକରି ତା ଘରେ ଶୈତାନ ଆତ୍ମା ଲାଗି ରହିବ, ଏବଂ ସେ ଶୈତାନ କାମ ସେ କେବେ ତା ଘରୁ ଶୈତାନ ଛାଡ଼ିବ ନାହିଁ। ସେଥିପାଇଁ ଆମେ ଦେଖୁଛୁ କଳିର ଆରମ୍ଭ କେହି ବନ୍ଧ କାଢ଼ି ଜଳ ଛାଡ଼ିଦେବା ପରି, କିନ୍ତୁ କନ୍ଦଳ ହେବା ପୂର୍ବରୁ ବିବାଦ ଛାଡ଼। କଳିର ଆରମ୍ଭ ଏହି କଳିର ଆରମ୍ଭକୁ ଆମେ କ'ଣ କରିବା ନା ବନ୍ଦ କରିବା ଦରକାର। କଳି ହେବା ପୂର୍ବରୁ ବନ୍ଦ କରିବା ଦରକାର। ଆମେ ବନ୍ଧ କାଟି ଜଳ ଛାଡ଼ିଦେବା ପରି ଆମେ କ'ଣ କରିବା ନା ସେଇଟା କରିବା ଆବଶ୍ୟକ, ଯଦ୍ୱାରା ଆମେ କଳିକୁ ଆମେ ଆହ୍ୱାନ କରିବା ଉଚିତ ନୁହେଁ, ଏବଂ କଳି ବନ୍ଦ କରିବା ଆବଶ୍ୟକ। ଏଣୁ କନ୍ଦଳ ହେବା ପୂର୍ବେ ବିବାଦ ଛାଡ଼। କଳି ବା କନ୍ଦଳ ବା ଝଗଡ଼ା ବା ପାଟିତୁଣ୍ଡ ହେବା ପୂର୍ବରୁ ଆମେ ବିବାଦକୁ ଆମେ ପରିତ୍ୟାଗ କରିବା ଦରକାର। ସେଥିପାଇଁ ଆମେ ଦେଖୁଛୁ ଲେଖା ଅଛି 20 ଅଧ୍ୟାୟ ତାର ହିତୋପଦେଶ 20 ଅଧ୍ୟାୟ ଯଦି ଦେଖିବା, ସେ ଲେଖା ଅଛି 20 ଅଧ୍ୟାୟ 3 ପଦ, ବିବାଦରୁ ନିବୃତ୍ତ ହେବାର ମନୁଷ୍ୟର ଗୌରବ, ମାତ୍ର ପ୍ରତ୍ୟେକ ମୂର୍ଖ ଲୋକ କନ୍ଦଳ କରେ। ତାହେଲେ ବିବାଦରୁ ନିବୃତ୍ତ ହୋଇକି ରହିବା ଆବଶ୍ୟକ। ଯଦି ଆମେ ବିବାଦ ଛାଡ଼ିକି ଆମେ ରହିବା, ନିବୃତ୍ତ ହୋଇକି ରହିବା, ତେବେ ଆମର ଏଇଟା ଗୌରବ ମଣିଷର, ଯେକୌଣସି ମନୁଷ୍ୟ, ତେଣୁକରି ମନୁଷ୍ୟର ଗୌରବ ହେବ। ମାତ୍ର ପ୍ରତ୍ୟେକ ମୂର୍ଖ ଲୋକମାନେ କ'ଣ କରନ୍ତି ନା ଝଗଡ଼ା କରନ୍ତି, କନ୍ଦଳ କରନ୍ତି, ସେମାନେ ବିଭିନ୍ନ ପ୍ରକାର ମନ୍ଦ କଥା କହନ୍ତି, ବିଭିନ୍ନ ଅନ୍ୟାନ୍ୟମାନଙ୍କ ବିରୁଦ୍ଧରେ ମନ୍ଦ କଥା କହନ୍ତି, ପ୍ରଭୁଙ୍କ ଇଚ୍ଛା ଅନୁସାରେ ଚାଲନ୍ତି ନାହିଁ ଅନେକ ଲୋକ ଅଛନ୍ତି। ତେଣୁ ଆମେ ଏଠି ଦେଖିଲୁ କ'ଣ
ନା ବିବାଦରୁ ନିବୃତ୍ତ ହେବାର ମନୁଷ୍ୟର ଗୌରବ, ମାତ୍ର ପ୍ରତ୍ୟେକ ମୂର୍ଖ ଲୋକ କନ୍ଦଳ କରାଇବ। ତାପରେ ଆମେ ଏଠି ଦେଖିବା ଲେଖା ଅଛି ଯେ 15 ପଦରେ ଲେଖା ଅଛି ଯେ ଦୁଷ୍ଟକୁ ନିର୍ଦ୍ଦୋଷ କରେ, ଯେ ଧାର୍ମିକକୁ ଦୋଷୀ କରେ, ସେ ଦୁହେଁ ସଦାପ୍ରଭୁଙ୍କ ଠାରେ ସମାନ ରୂପେ ଘୃଣିତ। ଯେ ଦୁଷ୍ଟ ଲୋକକୁ କ'ଣ କରିବ ନା କହିବ ନା ତାର କିଛି ଭୁଲ ହେଇନାହିଁ, ଆଉ ସେ ହେଉଛି ନିର୍ଦ୍ଦୋଷ, ସେ ହେଉଛି ସରଳ, ଆଉ ଯେ ଧାର୍ମିକକୁ ଯିଏ ଦୋଷୀ କରିବ ସେ ଦୁହେଁ ସଦାପ୍ରଭୁଙ୍କର ସମାନ ରୂପେ ଘୃଣିତ। ସଦାପ୍ରଭୁଙ୍କଠାରେ ଘୃଣିତ ମାନେ ସଦାପ୍ରଭୁ ସେମାନଙ୍କୁ କ'ଣ କରିବେ ନା ପ୍ରପର ସେମାନଙ୍କୁ ପନିସମେଣ୍ଟ ଦେବେ ଏବଂ ସେମାନଙ୍କୁ ଦଣ୍ଡ ଦେବେ। ସେମାନଙ୍କର ଅସୁବିଧା ଗୁଡ଼ିକ ଅନେକ ଲାଗି ରହିବ, ଯେଉଁଦ୍ୱାରା ସେମାନେ କୌଣସି କାର୍ଯ୍ୟରେ ସଫଳ ହୋଇପାରିବେ ନାହିଁ। ସେମାନଙ୍କର ପ୍ରତ୍ୟେକ ବିଷୟରେ ସେମାନେ ହଇରାଣ ହେଇ ଚାଲି ରହିବେ। ତେଣୁକରି କେତେବେଳେ ରୋଗ ଆସିବ, କେତେବେଳେ ଅଭାବ ଆସିବ, କେତେବେଳେ ସମସ୍ୟା ଆସିବ, ସେମାନେ ସେଇ ସମସ୍ୟାର ଜଡ଼ିତ ମଧ୍ୟରେ ସେମାନେ ରହିବେ। ଆଜି ଆମେ ଏତିକି ଦେଖିବା, ପୁଣି ଆସନ୍ତାକାଲି ଆମେ ପରବର୍ତ୍ତୀ ବିଷୟ ପ୍ରଭୁଙ୍କର ଦେଖିବା। ଆସନ୍ତୁ ଆମେ ଏଇଠି ଶେଷ କରି ଆମେ ପ୍ରାର୍ଥନା କରିବା। ଦୟାଳୁ ସ୍ୱର୍ଗୀୟ ପିତା, ଆମେ ଧନ୍ୟବାଦ ଦେଉଛୁ ପ୍ରଭୁ, ଯେଉଁ ବାକ୍ୟ ଆମେ ଦେଖିଲୁ, ବିବାଦଯୁକ୍ତ ଭୋଜରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ କଳାକେ ଶୁଷ୍କ ନ ଭଲ। ପ୍ରଭୁ ବିବାଦ ଛାଡ଼ିବା ପାଇଁ ପ୍ରଭୁ ଆମକୁ ହେଲ୍ପ କର ଏବଂ ଅନ୍ୟାନ୍ୟ କଳି ପ୍ରଭୁ ଯୀଶୁ ରାଜା ବନ୍ଦ କରିବା ପାଇଁ ଆମକୁ ହେଲ୍ପ କର ପ୍ରଭୁ। ଯେପରି ଆମକୁ ତୁମେ ଜ୍ଞାନ ଏବଂ ବୁଦ୍ଧି ଦିଅ। ମୋର ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ପ୍ରତ୍ୟେକକୁ ଆଉ ତୁମେ ଜ୍ଞାନ ଓ ବୁଦ୍ଧି ଦେଇ ତୁମ ରାସ୍ତାରେ ପରିଚାଳନା କର। ଧନ୍ୟବାଦ। ସେହି ସମସ୍ତ ପ୍ରାର୍ଥନା କେବଳ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ପବିତ୍ର ନାମରେ ମାଗିବି, ଆମେନ୍।